ଆଗକୁ 2024 ସାଧାରଣ ନିର୍ବାଚନ ରାଜ୍ୟ ରାଜନୀତିରେ ସବୁଠୁ ବଡ଼ ମିଶନ। ବିଜେଡ଼ି, ବିଜେପି, କଂଗ୍ରେସ ଦଳୀୟ ସ୍ତରରେ ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ ରାଜନୈତିକ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରାର୍ଥୀ ପ୍ରସ୍ତୁତ। ବିଭିନ୍ନ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନ ପ୍ରଚାର ପ୍ରସାର ଜାରି କରିବାକୁ ରହିଥିବା ବେଳେ ନିର୍ଣ୍ଣାୟକ କ୍ଷେତ୍ରରେ ନିର୍ଦ୍ଧାରିତ କରିବେ ଜନତା ଜନାର୍ଦ୍ଦନ। ଆମେ ଅଛୁ ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ। ଆମ ସହିତ ଅଛନ୍ତି ବିଜେଡ଼ି ଦଳରୁ ଆଶା ପ୍ରକଟ ରହିଥିବା ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା। ତ ତାଙ୍କ ସହିତ ସିଧାସଳଖ ଆମେ କଥା ହେବା। ସାର୍, ଆମ ଚ୍ୟାନେଲକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ନମସ୍କାର ସାର୍, ଦଳ ଆପଣଙ୍କ ପ୍ରତି ଆଶା ପ୍ରକଟ କରିଛି, କ'ଣ କହିବେ? ସର୍ବପ୍ରଥମେ ପ୍ରଭୁ ଶ୍ରୀ ଜଗତର ଜଗନ୍ନାଥ ଏବଂ ମା ସମଲେଶ୍ୱର ଆଶୀର୍ବାଦ ଏବଂ ଆମ ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ଯେତିକି ବି ଜନସାଧାରଣ ଅଛନ୍ତି ତାଙ୍କର ଶୁଭେଚ୍ଛା, ତାଙ୍କର ଶୁଭକାମନା, ତାଙ୍କର ସହଯୋଗରେ ଆଜି ଆମ ଦଳର ସର୍ବମାନ୍ୟ ନେତା, ଆମ ଦଳ ସଭାପତି ମାନ୍ୟବର ମୁଖ୍ୟ ନବୀନ ପଟ୍ଟନାୟକ ମୋତେ ଯେଉଁ ବିଧାୟକ ପ୍ରାର୍ଥୀ ହିସାବରେ ଘୋଷଣା କରିଛନ୍ତି, ସର୍ବପ୍ରଥମେ ତାଙ୍କୁ ମୁଁ କୋଟି କୋଟି ନମନ ଜଣାଉଛେ। ତାର ସାଙ୍ଗେ ଆମ ଦଳର ଅନ୍ୟାନ୍ୟ ନେତୃତ୍ୱ ମଣ୍ଡଳୀ, ଆମ ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ଦାସ, ଆମ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ, ଜିଲ୍ଲା ସଭାପତି ପିପିଲି ସାହୁ, ପୂର୍ବତନ ସାଂସଦ କଲିକିନାରାୟଣ ସିଂହଦେଓ ଏବଂ ଜିଲ୍ଲାର ଅନ୍ୟାନ୍ୟ ନେତୃତ୍ୱ ମଣ୍ଡଳୀ ମୁଁ ଧନ୍ୟବାଦ ଦେମି। ଆମର ଦଳ ଯେଉଁ କର୍ମକର୍ତ୍ତାମାନେ ଯେଉଁ ଦୀର୍ଘ 5 ବର୍ଷ ହେଲା ମୋ ସାଙ୍ଗେ ଜଡ଼ିତ ଥିଲେ, ମୋ ସହଯୋଗୀ ହିସାବରେ ବିଭିନ୍ନ ପର୍ଯ୍ୟାୟରେ କ୍ରମେ ଆମେ ଯେଉଁ ସାଂଗଠନିକ କାମ କରିଥିଲୁ ତାଙ୍କୁ ବି ଧନ୍ୟବାଦ ଦେମି। କାହିଁକି ସାଂଗଠନିକ ଦୃଷ୍ଟିକେ ଦେଖିକରି ଆମକେ ଦଳ ଆଜି ଭରସା করছে এবং ମୋତେ ବିଧାୟକ ପ୍ରାର୍ଥୀରେ ଘୋଷଣା করতে ବହୁତ ଖୁସି ଅଛେ, ବହୁତ କୃତଜ୍ଞତା ଜ୍ଞାପନ କରୁଛେ এবং ନିଶ୍ଚିତ ଭାବରେ ଯେନ୍ ବିଶ୍ୱାସ ନେଇକରି ମୋତେ ଯେନ୍ ପ୍ରାର୍ଥୀ ସେ ଘୋଷଣା କରୁଛନ୍ ନିଶ୍ଚିତ ଭାବରେ ଆମେ ସେ ବିଶ୍ୱାସ ଜିତିବୁ। ସାର୍, ପୂର୍ବରୁ କେବେ ଆପଣ ତାଙ୍କୁ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ନା ଏଇଟା ଆପଣଙ୍କ ପ୍ରଥମ ଥର? ନା, ଏଇଟା ଆମ ପ୍ରଥମ ଥର। 2014 ଯେତେବେଳେ ବାପା ବିଧାୟକ ମନ୍ତ୍ରୀ ଲୁଇସିଙ୍ଗାରେ, ତାପରେ 2019ରେ କୌଣସି କାରଣବଶତଃ ମୋତେ ସୁଯୋଗ ମିଳିନଥିଲା, କିନ୍ତୁ 2024ରେ ମୋତେ ଆମ ଦଳ ସଭାରେ ସୁଯୋଗ ଦେଇଛନ୍, ସେଥିଲାଗି ବହୁତ ଖୁସି ଏବଂ ଆନନ୍ଦିତ ଅଛି। ରାଜନୈତିକ କ୍ଷେତ୍ରରେ ଆପଣ କେତେ ବର୍ଷ ହେଲାଣି ସକ୍ରିୟ ଭାବେ ଜଡ଼ିତ ରହିଛନ୍ତି? ମୋ ରାଜନୈତିକ କ୍ଷେତ୍ରରେ ଦେଖିବେ, ଯେହେତୁ ବାପା 5 ଥର ବିଧାୟକ ମନ୍ତ୍ରୀ ବି ହେଇଥିଲେ, କଲେଜ ଲାଇଫ୍ କଲେଜ ଯେତେବେଳେ ଇଲେକ୍ସନ୍ ହୁଏ କଲେଜ ଲାଇଫ୍ରେ ଜଡ଼ିତ ଥିଲି ଏବଂ ଲୁଇସିଙ୍ଗାରେ ଯଦି ଦେଖ୍ମା ତାହେଲେ ବାପା ଯେତେବେଳେ ବିଧାୟକ ହେଇକରି ଯେତେବେଳେ ମନ୍ତ୍ରୀ ହେଲେ 14ରେ, ତାପରେ 17ରୁ ଯେତେବେଳେ ପଞ୍ଚାୟତ ଇଲେକ୍ସନ୍ ହେଲା 17-24 ଦୀର୍ଘ ମାନେ ହାରାହାରି 8 ବର୍ଷ ହେଲାନ ଓତଃପ୍ରୋତ ଭାବେ ଜଡ଼ିତ ଅଛି ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀ ସହିତ। ପ୍ରତ୍ୟେକ ଭାଇ ଭଉଣୀ ସହିତ, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପଞ୍ଚାୟତ ସହିତ ଲୁଇସିଙ୍ଗା କ୍ଷେତ୍ରରେ 2017 ଜଡ଼ିତ ଅଛି ଏବଂ ତାର ଆଗରୁ ବି ଜୁନାଗଡ଼ରେ ବି ପ୍ରାର୍ଥୀରେ କାମ କରୁଛି। ପ୍ରାର୍ଥୀ ଘୋଷଣା ପୂର୍ବରୁ ଆପଣ ଅନେକ ଜନତାଜୀବନ ପାଖକୁ ପହଞ୍ଚିଥିବେ, କେଉଁ ସମସ୍ୟା ମୁଖ୍ୟତଃ ରହିଛି? ଦେଖନ୍ତୁ, ଆମେ ଯେତେବେଳେ ଏରିଆ ବୁଲୁଛୁ ଲୋକଙ୍କଠୁ ସମସ୍ୟା ଆମେ ଶୁଣିବା ଲାଗି ପଡ଼ବା ଆଗା। ଆମେ ଯେତିକି ବି ସମସ୍ୟା ଆମ ଦୃଷ୍ଟିଗୋଚର ଆସିଛେ ଆମେ ତାକୁ ସମାଧାନ କରିପାରିଛୁ। ଏଇଟା ହେଲା ମୋତେ ବହୁତ ଖୁସି ଲାଗୁଛି। ଆମେ ଯେତିକି ବି ଯେନ୍ ଏରିଆ ଯାଇଛୁ, କେନେ ଆପଣଙ୍କର ବ୍ରିଜ୍ ହେଲା, କେନେ ରୋଡ଼ ହେଲା, କେନେ ଇଲେକ୍ଟ୍ରିସିଟି ହେଲା, କେନେ କମ୍ୟୁନିଟି ସେଣ୍ଟର ହେଲା, କେନେ ମନ୍ଦିର ହେଲା, ଯେନ୍ଟାକି ମାଇନର ମାନେ ଆଉ ମେଜର ପ୍ରୋଜେକ୍ଟ ଯେନ୍ଟା ଆମେ ଯେତିକି ଦୃଷ୍ଟିଗୋଚର ଆମକେ ଆସିଛୁ, ଆମେ ବି ଆମର ଉପରିସ୍ଥ ଆମର ନେତୃତ୍ୱ ଜଣେଇଛୁ ଏବଂ ତାହାକେ ଆମେ ସମାଧାନ କରିପାରିଛୁ। ସେଥିରେ ମୁଁ ବହୁତ ଖୁସି, ଯେହେତୁ ଆମ ନେତୃତ୍ୱ ମଣ୍ଡଳୀ ସବୁବେଳେ ମୋତେ ସାହାଯ୍ୟ ସହଯୋଗ କରିଛନ୍। ଯାହା ବି ପ୍ରସ୍ତାବ ଆମେ ଦେଇଛୁ ତାହା ପୂରଣ କରିଛନ୍। ଆଗାମୀ ଦିନରେ ଯେତିକି ବି ସମସ୍ୟା ରହିଛି ଲୁଇସିଙ୍ଗା ରହିଛ, କିଛି ମାତ୍ର ଆଉ କିଛି ସମସ୍ୟା ଅଛି ଯେନ୍ଟାକି ଆମେ ଗୋଟେ ଭିଜନ୍ ନେଇକରି କାମ କରୁଛୁ, ତାହାକେ ଆମେ କାର୍ଯ୍ୟକାରୀ କରିକି ଦେଖାମୁ। କିନ୍ତୁ ସାର୍, ତାମାନେ ମୁଖ୍ୟ ପ୍ରସଙ୍ଗ ରହୁଛି ଦାଦନ ସମସ୍ୟା ରହୁଛି, ଶିକ୍ଷା ଲୋକେ ତାମାନେ ଉଚ୍ଚତମ ଶିକ୍ଷା ଯୋଗ୍ୟତା ହାସଲ କରିସାରିଲା ପରେ ବି ନବଯୁବତୀ ପାଇପାରୁନାହାନ୍ତି, ବେରୋଜଗାର ରହୁଛନ୍ତି। ତାପରେ ଆପଣଙ୍କ ଯଦି ଶିକ୍ଷାନୁଷ୍ଠାନର କଥା କହିବା, କଲେଜ ହେଉ କି ତୁମ ସ୍କୁଲ ହେଉ, ଅଧ୍ୟାପକର ଅଭାବ ରହିଛି, ତାକୁ ଆପଣଙ୍କୁ ତୁମେ କେମିତି ସାର୍ ଦେଖୁଛନ୍ତି? ଦେଖୁନ୍, ଆମର ଅଞ୍ଚଳ ଦେଖବାର୍ ଲାଗି ଗଲେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଏବେ ଦେଖୁନ୍ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ତାଙ୍କର ଯେଉଁ ରୂପାନ୍ତର କାର୍ଯ୍ୟକ୍ରମ ଚାଲିଛି, ପ୍ରତ୍ୟେକ ସ୍କୁଲକୁ ରୂପାନ୍ତରୀକରଣ କରାହେଇଛି। କିଛି କିଛି ଜାଗାରେ ସମସ୍ୟା ରହୁଛି, କିଛି କିଛି ଜାଗାରେ ମାନେ ଟିଚରମାନଙ୍କର ଅଭାବ ରହୁଛି। ଆପଣ ଯେନ୍ କଲେଜ ମାନଙ୍କର ସେନେ ବି କିଛି ମାନେ ଆମର ଲେକ୍ଚରମାନଙ୍କ ଅଭାବ ରହୁଛେ, କିନ୍ତୁ ଧୀରେ ଧୀରେ ରାଜ୍ୟ ସରକାର ତାକୁ ସଚେତନ ଅଛନ୍ ଏବଂ ସେମାନେ ବହୁତ ଚେଷ୍ଟା କରୁଛନ୍ ସମାଧାନ କରବାର୍ ଲାଗି। ଏବଂ ମୁଖ୍ୟ ଯେନ୍ଟା ବୋଲେ ଦାଦନ ସମସ୍ୟା ଆଜ୍ଞା ଯଦି ପଚରାବେ ବୋଲେ ଦାଦନ ସମସ୍ୟା ଆକ୍ଚୁଆଲି ନାଇଁ ନ। ଯଦି ଜଣେ ଯଦି ଚାହେଁବା ନିଜର ଏରିଆରେ କାମ କରି ପଇସା କମାବ ବୋଲି ଚାହେଁବା, ବହୁତ କାମ ଅଛେ, ବହୁତ ସ୍କୋପ୍ ଅଛି, କିନ୍ତୁ ଆମର ଏରିଆର ଭାଇମାନେ କାଣା ମୁଁ ତ କହିନି ପାରେ ବାହାରକେ ପଲେଇ ଯାଉଛନ୍।
आ राज्य सरकार भी दादन समस्या रुकबार लगी केन्ता जेन मैंने बाहर के निजे से प्रति बहुत सचेतन अच्छन और पारु पर्यंत से दिखे भी काम भी करुछन। सर आउ गोटे कथा कहवा गले चाषी होची हमर एटी तुम भात हांडी 75% एटी तुम चाषी होचंती किंतु चाषी जिते जन चाष करछि तार उचित प्राप्य मध्य पाई पारुनांती ताको आपन कोन कहबे। देखुन जेनटा आपन जेनटा कहउछन धान रेट क्विंटाल कथा देखुन सेटा तो हमर एबे वर्तमान हमर ओडिसा रे 2300 समथिंग केते टका अछि धान क्विंटाल तो सब बेले केंद्र सरकार कर आके हम दाबी करे इछु राज्य सरकार सब बेले चाषी मानकर स्वार्थ लागि सब लड़े करे इछे राजरास्ता के ओलछे केंता करी धान क्विंटाल सहायक मूल्य केंद्र बढ़ू सर माननीय मुख्यमंत्री नवीन पटनायक नेतृत्व में अनेक गुड़े समावेश भी होती दिल्ली रे भी तार पे लड़ाई होता से जदि कहबे बोले केंद्र सरकार जो चाहे बोले तार बढ़े पारे से केंद्र सरकार दोष से गोटे वैमात्रिक मनोभाव करी आम ओडिशा चाषी प्रति से अवहेला कर प्रार्थी भाव घोषणा होती सीधा सड़क जनता जनता संगे आप जोड़ी हे जिते जोड़ी हे आप मुद्दाटा कौन रही मुई आज्ञा 2017 रु जनता जन से जड़ी थी अच्छे 2022 पंचायत इलेक्शन है मो नेतृत्व में आमर जो नेतृत्व मंडली मत दायित्व देते आम 6-6टा जिला पर जीते 3-3टा ब्लॉक चेयरमैन मसाल विभिन्न पंचायत सरपंच समिति जीत रही जनता जनता से भल पाइबा से समर्थन जदि नहीं था बोले आम से विजय लाभ नहीं कर अच्छे बोलिकी पंचायत इलेक्शन गोटे भल रिजल्ट कर ओतप्रोत भाव जनसांग जड़ित अच्छे पुंखान माने डे टू डे आम प्रत्येक गाँ गस्त कर डे टू डे गाँ लोक मैंने आसान मोर पाखे ग्रीभांस नहीं करी ओतप्रोत भाव जड़ित जो इलेक्शन आसला जड़ित होगले मोर कौन एरिया मोर लगे नुआ नहीं से आमर विधानसभा निर्वाचन 3टा ब्लॉक 80टा पंचायत प्रत्येक गाँ के अलरेडी 2 थर 3 थर 4 थर 5 थर लाखे भी जाइए और अनेक लोकों सहित विभिन्न वर्ग लोक सहित मुझे माने संगे जड़ित होकर अच्छे विभिन्न अनुष्ठान सांस्कृतिक हो सामाजिक हो विभिन्न स्पोर्ट्स अनुष्ठान सब बेले जड़ित होचे आम मिलमिशिक गोटे पॉजिटिवली आम माने मोर प्रति सब समर्थन रही मुख्य मुख्य मुद्दा कौन रहा एवं देखो मुख्य मुद्दा जेनटा थिला लुइसिंगा एनएससी डिमांड बहुत दिन दाबी थिला जेनटा कि लुइसिंगा जनसाधारण में दाबीटे थिला माने आम लुइसिंगा एनएससी करा जाऊ आउ इलेक्शन पड़पंड लगवार आगु अलरेडी माननीय मुख्यमंत्री एनएससी से घोषणा कर मुख्य मुद्दा था कि अलरेडी घोषणा हो आ गोटे मुद्दा है आम लोयर सुक्तेल डैम है लोयर सुक्तेल है आम जेन किसी पंचायत जेना कि बात पड़ी माने पानी जाई नहीं पारबार आम लुइसिंगार 6टा है प्रांगणपुर ब्लॉक है अपन कुंतला ब्लॉक है लोयर सुक्तेल जदि पानी जदि आम चेष्टा करमु जदि नहीं है पर भी आम मेगा करी आम जेन अच्छे सुक्तेल नदी अच्छे आपणकर ये कुंतला जो नदी सेनु आम मेगा लिफ्ट करवा आम प्रस्ताव गोटे डायग्राम करूँ बहुत जल्दी से गोटे टीम के लेकर कथा भी आम 5टी अध्यक्ष भी भेटबार आम गोटे कार्यक्रम अच्छे जेनटा कि कहते चाषी और चाषटा है जेहेतु आम मुख्य सोर्स आम जो मेरुदंड है ताकर लगी पारु पर्यंत केनता पानी जाई पारबा खेत के पानी पाई पारे जर मुख्य मुद्दा है आम लगी द्वितीय केनटा कहले आपंकर स्कूल है गमनागमन है आप शिक्षा है स्वास्थ्य है अलरेडी तो मुख्यमंत्री नवीन पट्टनायक प्राय सब जगह काम कर सारी जितकी भी आम नजर अच्छे आम ताकू पॉइंट आउट करूँ नोट आउट भी करूँ निश्चित भाव में पंचायत आम इलेक्शन पर आम समाधान कर सब आशा आज्ञा आशा कौन रखी आशा रखी या जेहेतु सब बेले लुइसिंगा निर्वाचन जनसाधारण मत सहयोग देन भल पाइबा देन स्नेह देन जेहेतु माननीय मुख्यमंत्री नवीन पट्टनायक ओडिशार जनसाधारण आशीर्वाद रे जगन्नाथ आशीर्वाद जो 6ठ थर मुख्यमंत्री भाव जाऊन तार देहरे लुइसिंगार भी गोटे बीजेडी विधायक जाकर टीम में रहे बोली मोर आशा से मुझे जनसाधारण को अनुरोध करमी आपंकर आशीर्वाद स्नेह जेनटा बजाय रही मैं कोड़े जेनटा आस निर्वाचन आप पूर्ण मात्रा मत आशीर्वाद करेंगे और मुख्य नवीन पट्टनायक 6ठ थर मुख्यमंत्री करवार लगे आप आशीर्वाद रखेंगे। किछि दिन पर दलीय स्तर में घोषित होता प्रार्थी प्रचार प्रसार जारी रखा बेले निर्णायक क्षेत्र में निर्धारित करेंगे जनता जन लुइसिंगा सानुज कुमार मिश्र सुशांत कुमार ठाकुर खबर खुलासा।